ବର୍ତ୍ତମାନ ପାଇଁ ସେ 4-5 ଜଣ ସାଙ୍ଗ ହେଇଯାଉଛନ୍ତି, ଜାଣି ହଉନି କିଛି। ଜଣେ ବୁକ୍ କଲେ ଆମେ ତ ନିଶ୍ଚିତ ଯିବୁ ନା ସାର୍। ପହଞ୍ଚିଲା ପରେ ସେଠି 4-5 ଜଣ ସାଥି ହେଇକି ଧମକଉଛନ୍ତି, ତମେ ଓଲାରେ କାହିଁ ଚଲାଉଛ, ଇଏ କରୁଛ, ପୁଣି ବାଡିଆ ପାଇଁ ବି ଧମକଉଛନ୍ତି। ତା ଭିତରେ ମୁଁ ଆଜି ଖସିକି ଆସିଯାଇଛି, ମାନେ ସେ ମତେ ଧମକଉଥିଲେ, ବାଡିଆ ମାରିବା ପାଇଁ କରୁଥିଲେ, ମୁଁ ତା ଭିତରେ ଖସିକି ପଳେଇ ଆସିଛି ସାର୍। ମାନେ ବହୁତ କଷ୍ଟରେ ସାର୍ ପଳେଇ ଆସିଛି, ନାଇଁ ନାଇଁ ଆପଣ ମରି ଯାଇଥାନ୍ତି ସାର୍। ଆଜ୍ଞା ଏଭଳିଆ ସିଚୁଏସନ ଆଜି ହେଇଛି ମୋ ସାଙ୍ଗରେ। ମୁଁ ଓଡିଶା ଭାସ୍କରରୁ କହୁଥିଲି। ସାର୍ ନମସ୍କାର, ସାର୍ ନମସ୍କାର। ଓଲା ଉବର ଚଲାନ୍ତି ତ? ଆଜ୍ଞା ଆଜ୍ଞା, ଓଲା ଉବେର ଚଲାଏ, ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍ ସବୁ କରେ ସାର୍। ତ ଆମେ ଜାଣିବା ପାଇଁ ମାନେ କଣ ଆପଣ ମାନେ ଆମେ ଶୁଣିଲୁ ଆପଣ ଆକ୍ରୋଶର କିଛି ଶିକାର ହେଇଛନ୍ତି ନା କଣ? ହଁ ସାର୍, ସେଇଭଳିଆ ସାର୍, ଗୋଟେ ଶିକାର ହେଇଛି ମୁଁ। ମାନେ କଣ କେମିତି ଆପଣ ଶିକାର ହେଲେ? ସାର୍ ଏବେ ତ ଜାଣିଥିବେ ଆମର ସେ ସବୁ ଓଲା ଉବେର ର ଚାଲିଛି ସବୁ ଷ୍ଟ୍ରାଇକ୍ ଫାଇକ୍ ଚାଲିଛି, ଝଗଡା ଫଗଡା ଚାଲିଛି, ଅଟୋ ବାଲା ସବୁ ଷ୍ଟ୍ରାଇକ୍ ଫାଇକ୍ କରୁଛନ୍ତି। ଆପଣ କଣ ଏବେ ଚଲାନ୍ତି ନା ମାନେ କାର ନା ଅଟୋ କଣ ଚଲାନ୍ତି? ଆଜ୍ଞା ମୁଁ ବାଇକ୍ ଚଲାଏ, ବାଇକ୍। ଆପଣ ବାଇକ୍ ଚଲାନ୍ତି? ଆଜ୍ଞା ସାର୍। ଆଚ୍ଛା, ହଁ। ଏବେ ସାର୍ କଣ ହଉଛି ନା, ଏବେ କଣ କରୁଛନ୍ତି, ଜଣେ ବୁକ୍ କରୁଛନ୍ତି, ଗଲା ବେଳକୁ 4-5 ଜଣ ସେଠି ଠିଆ ହେଇଛନ୍ତି। ଏବେ ସାର୍ ମୋ ସାଙ୍ଗରେ ଗୋଟେ ଘଟିଥାନ୍ତା, ମାନେ 4-5 ଜଣ ଠିଆ ହେଇକି ଧମକା ଧମକି କରୁଛନ୍ତି, ଏ ତମେ ବାଇକ୍ ରେ କଣ କରୁଛ, ବୁକ୍ କରୁଛ, ଚାଲିଛି ଷ୍ଟ୍ରାଇକ୍ ଫାଇକ୍ ଚାଲିଛି, କଣ ଜାଣିପାରୁନ, ଇଏ ସିଏ। ଆଜ୍ଞା ମୁଁ ମତେ ବର୍ତ୍ତମାନ ପାଇଁ ଗୋଟେ ଜାଗାରେ ପୁରା ମାଡ଼ ଫାଡ଼ ହେଇଥିଲା, ମୁଁ ଖସିକି ପଳେଇ ଆସିଲି ସାର୍, ବହୁତ କଷ୍ଟରେ ସାର୍। ତାପରେ ଏବେ ମୁଁ ଓଲା ଆପ୍ ହିଁ ଡିଲିଟ୍ କରିଦେଲି ସାର୍। ଆଜ୍ଞା ବର୍ତ୍ତମାନ ପାଇଁ ସାର୍ ସ୍ୱିଗି, ଜୋମାଟୋ କରୁଛି, ବ୍ଲିଙ୍କିଟ୍ କରୁଛି। ଯେତେବେଳେ ସମସ୍ୟା ସମାଧାନ ହବ, ପୁଣି ଆମେ ସେ ଓଲା ଉବେର ଆପ୍କୁ ନେଇକି ଡିଇନଷ୍ଟଲ୍ କରି ପୁଣି ଚଲେଇବି ସାର୍। ନାଇଁ ନାଇଁ ଆପଣ ମରି ଯାଇଥାନ୍ତି ସାର୍। ଆଜ୍ଞା ଏଭଳିଆ ସିଚୁଏସନ ଆଜି ହେଇଛି ମୋ ସାଙ୍ଗରେ। ନାଇଁ ମୁଁ ଜାଣିବା ପାଇଁ ଚାହିଁବି ଯେ ଆପଣ ଓଲା ଉବରରେ ଲାଭବାନ ହଉଥିଲେ ନା ହଉନଥିଲେ? ହଁ ଲାଭବାନ ହଉଥିଲି ସାର୍, ଏବେ ତ ଭଲ ବେପାର ହଉଥିଲା, ମାନେ ଲାଭବାନ ହଉଥିଲି। ଷ୍ଟ୍ରାଇକ୍ ପରେ ବାଇକ୍ ର ଭଲ ବେପାର ହଉଥିଲା? ଆଜ୍ଞା ଆଜ୍ଞା, ପର ଡେ ମାକ୍ସିମମ୍ ତେଲ ଫେଲ ଯାଇକି 1000-1500 ଟଙ୍କା ହେଇଯାଏ। ମାନେ କେବଳ ମାନେ ବାଇକ୍ ରାଇଡ୍ ରେ? କେବଳ ରାଇଟ୍ ରେ ସାର୍, ଭଲସେ ଯଦି ଆପଣ ରାଇଡ୍ କରେଇବେ, ମାକ୍ସିମମ୍ ଟାଇମ୍ ଦେବେ, ତାହେଲେ ଆରାମସେ 1500 ଟଙ୍କା ହେଇଯିବ, ଆରାମସେ ତେଲ ଫେଲ ଯାଇକି ସାର୍। ତାହେଲେ ଏଇ ଯୋଉ ଆପ୍ ସବୁ ଆସିଛି, ଯୋଉ ଆପ୍ ରେ ଆପଣ ଗାଡି ଲଗାଉଛନ୍ତି ବା ନିଜେ ଗାଡି ବାଇକ୍ ଚଲାଉଛନ୍ତି, ଅଟୋ ଚଲାଉଛନ୍ତି, କାର ଚଲାଉଛନ୍ତି, ସବୁ ଲାଭ ନା ଲାଭ ନୁହଁ ଆଜ୍ଞା? ନିଶ୍ଚିତ ଲାଭ ସାର୍, ଏଥିରେ ବହୁତ ଗୁଡେ ଲାଭ ହିଁ ହଉଛି, ତ କିଛି ଖରାପ ଜିନିଷ ନୁହଁ। ଆପଣ ସକାଳ 7ଟା-8ଟାରେ ଖାଇ ପିଇକି ଆରାମସେ ଘରୁ ବାହାରିଲେ, 2 ଘଣ୍ଟା 3 ଘଣ୍ଟା କଲେ, 800-1000 ପୁଣି କମେଇଲେ, ସେଥିରୁ ଯଦି ତେଲ ବି 200-300 ଟଙ୍କା ଗଲା, ଆରାମସେ ଆପଣ 500 ଟଙ୍କା ପାଇଲେ। ପୁଣି ଖାଇଲେ ପିଇଲେ ରେଷ୍ଟ କଲେ, 3ଟା-4ଟା ବେଳେ ପୁଣି ବାହାରିଲେ, 8ଟା-9ଟା ପର୍ଯ୍ୟନ୍ତ ଖଟିଲେ, ସେଥିରେ ପୁଣି 1000-1200 ହେଲା, ସେ ପୁଣି ତେଲ ପାଣି ଯାଇକି ପୁଣି 800-1000 ରହିଲା ପରେ ଆପଣଙ୍କର ହେଇଗଲା ଏଇ ବାଟେ 1500 ଟଙ୍କା, ଗୋଟେ ଦିନର ଆରାମସେ ଆପଣ 1500 ଟଙ୍କା ଇନକମ୍ କରିପାରିବେ ସାର୍। ମାନେ ଅର୍ଥାତ୍ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ଓଲା ଉବରରେ ଯୋଉମାନେ ବାଇକ୍ ଚଲାଉଛନ୍ତି ସେମାନେ ଦିନକୁ 1500, ମାନେ ମାସକୁ 45,000-50,000 ପାଖାପାଖି ଇନକମ୍ କରିପାରୁଛନ୍ତି? ଆରାମସେ ସାର୍ 50,000 ଟା ଇନକମ୍ ଆରାମସେ, ମୁଁ ନିଜେ କରିଛି ସାର୍। ମାନେ ଏବେ ଏବେ ଅସୁବିଧା ଟା କଣ ହଉଛି, ମାନେ ଆପଣ ମାନେ କଣ ପାଇଁ ଆକ୍ରୋଶର ଶିକାର ହଉଛନ୍ତି? ସାର୍ ତ ଏ ଯୋଉ ଆମର ଅଟୋ ଆଉ କାର୍, ହଁ ସେମାନଙ୍କର କଣ ଅସୁବିଧା ହେଇଛି ତ ସେଟା ଜାଣିନି ମୁଁ। ହଁ ସେମାନେ କଣ ଷ୍ଟ୍ରାଇକ୍ ଫାଇକ୍ କରିଥିଲେ, ହଁ ତ ତା ଭିତରେ ସେମାନେ କଣ କରିଲେ ନା, ବର୍ତ୍ତମାନ ପାଇଁ ସେ 4-5 ଜଣ ସାଙ୍ଗ ହେଇଯାଉଛନ୍ତି, ଜାଣି ହଉନି କିଛି। ହୁଁ ଜଣେ ବୁକ୍ କଲେ ଆମେ ତ ନିଶ୍ଚିତ ଯିବୁ ନା ସାର୍। ହୁଁ ହୁଁ ପହଞ୍ଚିଲା ପରେ ସେଠି 4-5 ଜଣ ସାଥି ହେଇକି ଧମକଉଛନ୍ତି, ତମେ ଓଲାରେ କାହିଁ ଚଲାଉଛ, ଇଏ କରୁଛ, ପୁଣି ବାଡିଆ ପାଇଁ ବି ଧମକଉଛନ୍ତି। ତା ଭିତରେ ମୁଁ ଆଜି ଖସିକି ଆସିଯାଇଛି, ମାନେ ସେ ମତେ ଧମକଉଥିଲେ, ବାଡିଆ ମାରିବା ପାଇଁ କରୁଥିଲେ, ମୁଁ ତା ଭିତରେ ଖସିକି ପଳେଇ ଆସିଛି ସାର୍। ମାନେ ବହୁତ କଷ୍ଟରେ ସାର୍ ପଳେଇ ଆସିଲି। ଏବେ ଆପଣ ଗୋଟେ କଥା କହିପାରିବେ ଯେ ଅନଲାଇନ ରେ ଓଲା ଉବର ରାପିଡୋ ଏଇ ମାନେ ସବୁ ଯୋଉ ମାନେ ବାଇକ୍ ଚଲାଉଛନ୍ତି ଅନଲାଇନ ରେ, ସେମାନେ ଆଜ୍ଞା ଟିକେ ସାବଧାନର ସହ ରହିବା ଦରକାର? ନିହାତି ନିହାତି ସାର୍, ବର୍ତ୍ତମାନ ପାଇଁ ଯୋଉ ଯଦି ଏ ଯୋଉ ଜିନିଷ ଝଗଡା ମଗଡା ଚାଲିଛି, ଯାହାବି ବର୍ତ୍ତମାନ ହଉଛି, ସେ ପର୍ଯ୍ୟନ୍ତ ସମାଧାନ ନହେଲା ପର୍ଯ୍ୟନ୍ତ କୌଣସି ଓଲା ଉବେର ବାଇକ୍ ଯୋଉମାନେ ଚଲାଉଛନ୍ତି, ସେମାନେ ଆପ୍ କୁ ବର୍ତ୍ତମାନ ପାଇଁ ଅନ୍ କରିବା କଥା ନୁହଁ। ହଁ ବ୍ଲିଙ୍କିଟ୍, ସ୍ୱିଗି, ଜୋମାଟୋ ବର୍ତ୍ତମାନ କରନ୍ତୁ, ଯୋଉ ପର୍ଯ୍ୟନ୍ତ ଓଲା ଉବେର ରାପିଡୋ ବର୍ତ୍ତମାନ ପାଇଁ ଯୋଉ ପର୍ଯ୍ୟନ୍ତ ଆପଣଙ୍କର ଟୋଟାଲ ମାନେ ଫାଇନାଲ ନ ହେଇଛି। ଆଚ୍ଛା, ମାନେ ମୋର କହିବାର କଥା ହଉଛି, ମାନେ ଆପଣ ଆପଣଙ୍କୁ ଲାଗୁଛି ଧର ମାନେ ଜଣେ ବ୍ୟକ୍ତି ଯଦି ତାର ବାଇକ୍ ରେ ଓଲା ଉବର ଚଲାଉଛି, ସେ ଆକ୍ରୋଶର ଶିକାର ହଉଛି? ଆଜ୍ଞା ନିଶ୍ଚିତ ନିଶ୍ଚିତ ସାର୍, ମୋ ସାଙ୍ଗରେ ଆଜି ଘଟିଛି ସାର୍। ମୁଁ ଯୋଉଟା ହେଇଛି ମୋ ସାଙ୍ଗରେ ବର୍ତ୍ତମାନ ପାଇଁ ହଁ ଆଜି ଯୋଉ ଭଳିଆ ହେଲା, ମୁଁ ତ ବହୁତ କଷ୍ଟରେ ସେ ଜାଗାରୁ ବାହାରିକି ଆସିଛି। ସେ 4-5 ଜଣ ମାନେ ମୁଁ ତ ଜାଣିନି ସେଠି 4-5 ଜଣ ଥିଲେ କି 8 ଜଣ ଥିଲେ, କାହିଁକିନା ମତେ ବୁକ୍ କୁ ଆସିଲା, ମୁଁ ଗଲି। ମୁଁ ହଁ ଏଠି ପହଞ୍ଚିଲା ପରେ ଜଣେ ମତେ ଧମକେଇବା ଷ୍ଟାର୍ଟ କଲା ପରେ ସେଠୁ 5 ଜଣ ବାହାରି ଗଲେ ସେଠି। ହଁ ହଁ ହଁ
ପାଞ୍ଚ ଜଣ ବାହାରିକି ମୋ ଧମକେଇଲେ ଆମେ ଇଏ କରୁଛୁ ସେ ତମେ ମାନେ ବୁକିଂ ରେ କେମିତି ଆସୁଛ ଇଏ କରୁଛ ସିଏ କରୁଛ କହି ଝଗଡା କଲେ। ମାନେ ବାଡିଆ ପାଇଁ ବି ସେ ପଛ ଘୁଞ୍ଚା ଦେଲେନି। ମୁଁ ତା ଭିତରେ ମୁଁ ମାନେ ଭୁଲ ଭାଲ ମାଗିକି ମୁଁ ମୋର ଖସିକି ପଳେଇ ଆସିଛି। ବହୁତ କଷ୍ଟରେ ଆସିଛି। ଆପଣ ତ ଥାନାରେ ଏହାକୁ ନେଇକି ଅଭିଯୋଗ କରିପାରିଥାନ୍ତେ ଯୋଉ ରାଇଡ୍ ରୁ ଆପଣଙ୍କର ମାନେ ଇଏ ଆସିଛି ମାନେ ରାଇଡ୍ ବୁକ୍ ହେଇଛି। ମୁଁ ସାର୍ ଥାନାରେ ଅଭିଯୋଗ କଣ କରିବି? ମୁଁ ବର୍ତ୍ତମାନ ନ୍ୟୁଜରେ ନିଜେ ମାନେ ଦେଖିଛି ଏମାନେ ଥାନା ପୋଲିସ ଅଫିସରଙ୍କୁ ବାଡ଼ଉଛନ୍ତି ପୋଲିସ ଉପରେ ତାଙ୍କୁ ଲାଠି ଚାର୍ଜ। ମୁଁ ଯେ ଥାନାକୁ ଯିବି ଏଇ ଆପ୍ ବିଷୟରେ ମାନେ କହିବା ପାଇଁ ମତେ ଓଲଟା ସାର୍ କେସ୍ ହେଇଯିବ ମୋ ସାଙ୍ଗରେ। ତ ସେଥିପାଇଁ ମୁଁ କିଛି ଆଉ ସେଇ ଜିନିଷ ଭାବିକି ମୁଁ ଆଉ କେସ୍ ଦେଲିନି ସାର୍। ମାନେ ସେଇଟା ମାମଲାରେ ଆପଣ ପଶିବା ପାଇଁ ଚାହୁଁନାହାନ୍ତି। ନା ନା କିନ୍ତୁ ଏ ଗୋଟେ ଅପିଲ କରିପାରିବେ ଆପଣ ଯେ ଯୋଉମାନେ ଅନଲାଇନ ରେ ବାଇକ୍ ଚଲାଉଛନ୍ତି ସେମାନେ ସତର୍କତାର ସହ ବାଇକ୍ ଚଲାନ୍ତୁ। ହଁ ମୁଁ ଏଇଆ ବର୍ତ୍ତମାନ ପାଇଁ ସବୁ ମୋର ଭାଇ ମାନଙ୍କୁ ଯୋଉମାନେ ବର୍ତ୍ତମାନ ବାଇକ ରେ ରାଇଡ୍ କରୁଛନ୍ତି ଓଲା ଉବେର ରାପିଡ ମୁଁ ସେମାନେ ସମସ୍ତଙ୍କୁ ମାନେ ମୋ ତରଫରୁ କହିବି କି ବର୍ତ୍ତମାନ ପାଇଁ ଏଇ ଯୋଉ କେସ୍ ଟା ବର୍ତ୍ତମାନ ଚାଲିଛି ଯୋଉ ଷ୍ଟ୍ରାଇକ୍ ହଉ ଝଗଡା ହଉ ସେମାନଙ୍କର ଯୋଉ ଆତଙ୍କଟା ଖେଳିଛି ବର୍ତ୍ତମାନ ସେଇ ହିସାବରେ ମୁଁ କହିବା କଥା କି ବର୍ତ୍ତମାନ ପାଇଁ କୌଣସି ମୋର ଭାଇ ମାନଙ୍କୁ ଯୋଉମାନେ ବାଇକ ମାନେ ରାପିଡ ଆଉ ଓଲା ଯୋଉମାନେ ଚଲାଉଛନ୍ତି ବର୍ତ୍ତମାନ ମୁଁ କହିବା କଥା କୌଣସି ଭାଇ ବର୍ତ୍ତମାନ ପାଇଁ ସମାଧାନ ନ ହେଲା ପର୍ଯ୍ୟନ୍ତ ଆପରେ ଅନ୍ କରିକି ବୁକିଂ ରେ ଯାଆନ୍ତୁ ନାହିଁ। ଅଲଗା ଜରିଆ ବି ଅଛି ଆମର ଅଛି ସ୍ୱାଗି ଅଛି ଜୋମାଟୋ ଅଛି ଯୋଉମାନେ ଆମେ ଯୋଉ ବାଇକ ରାଇଡ ଯୋଉମାନେ ଆମେ ଜୀବିକା ଆମର ପୂରଣ କରୁଛୁ ମାନେ ବ୍ୟବସାୟ ଜୀବିକା। ମାନେ ଫୁଡ ଡେଲିଭରି କରିକି ମାନେ କିଛି ସମୟ ଚଳିଯିବା ପାଇଁ ମାନେ ଅପିଲ କରୁଛୁ। ହଁ ହଁ ମୁଁ ଆବେଦନ କରୁଛି କି ମୋ ଭାଇ ମାନଙ୍କୁ ଏବେ ମାନେ ଅଲଗା ଫୁଡ ଡେଲିଭରି ହଉ ଆମର ବ୍ଲିଙ୍କିଟ୍ ଅଛି ଜୋମାଟୋ ଅଛି ସ୍ୱିଗି ଅଛି ସେ ସବୁ କରିକି ବର୍ତ୍ତମାନ ପାଇଁ ଘର ଚଳେଇବା ପାଇଁ ମୁଁ ଏଇଟା କହୁଛି। ବର୍ତ୍ତମାନ ପାଇଁ ଯୋଉ ପର୍ଯ୍ୟନ୍ତ ସମାଧାନ ନ ହେଇଛି ଏ ଜିନିଷ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ଅପିଲ ପାଇଁ।